एलिमेंटारी शिक्षकଙ୍କର କେଉଁ କ୍ୟାଡରରେ ହୁଏ ପ୍ରମୋଶନ, ଓଟିଟି ଆବଶ୍ୟକ କି ନାହିଁ? ଚାଲନ୍ତୁ ଦେଖିବା ଏହି ଲେଟରରେ କିଭଳି ଭାବରେ ସରକାର ଦ୍ୱନ୍ଦ୍ୱ ଦୂର କରିଛନ୍ତି। ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ ଖବର। ଡିରେକ୍ଟର ଅଫ୍ ଏଲିମେଣ୍ଟାରୀ ଏଜୁକେସନ ଓଡ଼ିଶା ଭୁବନେଶ୍ୱର କ୍ଲାରିଫିକେସନ ଲେଟର ନମ୍ବର 10686 ଡେଟ୍ 6/5/2023। ଦେଖନ୍ତୁ, ଏହି ଚିଠି ଦ୍ୱାରା ଆପଣଙ୍କର କ୍ଲାରିଫିକେସନ କରାଯାଇଛି ଯେ କେଉଁ ଶିକ୍ଷକଙ୍କର ପ୍ରମୋଶନ ହୋଇପାରିବ। ତ ଚାଲନ୍ତୁ ଆମେ ଗୋଟି ଗୋଟି ପଏଣ୍ଟ ଜାଣିବା। ଏହି ଚିଠିଟି ଶିକ୍ଷକମାନଙ୍କ ମଧ୍ୟରେ ସିନିୟରକୁ ନେଇ ଉପୁଜୁଥିବା ଦ୍ୱନ୍ଦ୍ୱ ସ୍ପଷ୍ଟ ଭାବରେ ସରକାରଙ୍କ ଦ୍ୱାରା ଦୂର କରାଯାଇଛି, ଯାହାକି 6/5/2023ରେ ପ୍ରକାଶିତ ହୋଇଥିଲା। ଦେଖନ୍ତୁ, ଏକ ଯଦି ଶିକ୍ଷାକର୍ମୀ ଆଡହକ୍ କିମ୍ବା କଣ୍ଟ୍ରାକ୍ଚୁଆଲ କର୍ମଚାରୀମାନେ ହୋଇଥିବେ ସେମାନଙ୍କର ରେଗୁଲାର ଠାରୁ ସିନିୟର ଧରାଯିବ। ଯେଉଁମାନେ ରେଗୁଲାର ହୋଇଥିବେ ସେହିଠାରୁ ଆପଣଙ୍କର ସିନିୟର ଧରାଯିବ। ଶିକ୍ଷକମାନଙ୍କର କ୍ଷେତ୍ରରେ ଲେବୁଲ ଭି ହିସାବରେ ନିଆଯିବ। 2. ଦେଖନ୍ତୁ, ଯଦି ବିଦ୍ୟାଳୟଟି ଡିଆଇଙ୍କ ଦ୍ୱାରା ଆପ୍ରୁଭାଲ କିମ୍ବା ଟେକେନ୍ ଓଭର ସ୍କୁଲ ହେବା ପରେ ଆପ୍ରୁଭାଲ ରିକଗନାଇଜେସନ ହୋଇଥିବ, ତେବେ ଶିକ୍ଷକ ନିଯୁକ୍ତି ତାରିଖ, ଆପ୍ରୁଭାଲ ଓ ରିକଗନାଇଜେସନ ତାରିଖ ଯେଉଁ ଶେଷରେ ହୋଇଥିବ ସେହି ତାରିଖକୁ ସିନିୟର ରୂପେ ଧରାଯିବ। ତ ସ୍କୁଲଟି ଯେଉଁଦିନ ଠାରୁ ଆପଣଙ୍କ ରିକଗନାଇଜ ହେଇଛି ସେହି ଡେଟ୍ ଠାରୁ ଆପଣଙ୍କୁ ସିନିୟର ଧରାଯିବ। ସେହିଭଳି 3 ନମ୍ବର ଦେଖନ୍ତୁ, ସିନିୟର ଟିଚର ଲେବୁଲ ଭି ଯିଏ ଅପସନ୍ ନେବେ ଗ୍ରାଜୁଏଟ୍ ଟିଚର ରୂପେ ପ୍ରମୋଶନ ପାଇବା ପାଇଁ କିଛି ଦିନ ପରେ BA BSc ପାସ୍ କରି ସେପରି ସ୍ଥଳେ ତାଙ୍କୁ ଓଟିଟି ପେପର 2 ପାସ୍ କରିବାକୁ ପଡ଼ିବ। ସେ ମଧ୍ୟ ଗ୍ରାଜୁଏଟ୍ ଟିଚର ରୂପେ ଗ୍ରେଡେସନ ଲିଷ୍ଟରେ ରହିପାରିବେ, ମାତ୍ର ତାଙ୍କର ଓଟେଟ୍ 2 ପାସ୍ ଡେଟ୍ ଅନୁଯାୟୀ ସିନିୟରିଟି ହେବେ। ଉଦାହରଣ ଦେଖନ୍ତୁ, ଜଣେ 12/8/2097ରେ ଆପଏଣ୍ଟ ହୋଇଥିବେ ପ୍ରମୋଟ ସିନିୟର ଲେବୁଲ ଟିଚର ଲେବୁଲ ଭି କ୍ୟାଟାଗୋରୀ 1। କିଛି ଦିନ ପରେ ହାୟର କ୍ୱାଲିଫାଏଡ୍ କଲେ, ଓଟିଟି ପେପର 2 ପାସ୍ କଲେ 1/1/2020 ଏବଂ ସାର୍ଟିଫିକେଟ୍ ଦେଲେ ଗ୍ରାଜୁଏଟ୍ ଟିଚର ହେବା ପାଇଁ। ତେବେ ଗ୍ରାଜୁଏଟ୍ ଟିଚରର କ୍ୟାଡର ଲିଷ୍ଟଟି ପ୍ରସ୍ତୁତ ହେଲା ବେଳେ ତାଙ୍କର ନାମ 31/12/2019 ପରେ ସ୍ଥାନିତ ହେବ ଏବଂ ଓଟିଟି 2 ପାସ୍ ଠାରୁ ତାଙ୍କର ସିନିୟରିଟି କାଉଣ୍ଟ କରାଯିବ। ତ ଆପଣଙ୍କର ଯେଉଁଦିନ ଠାରୁ ପେପର 2 ଆପଣମାନେ ପାସ୍ କରିଥିବେ ସେହିଦିନ ଠାରୁ ଆପଣଙ୍କର ସିନିୟରିଟି କାଉଣ୍ଟ କରାଯିବ। ଯଦି ଶିକ୍ଷକ ଆପଏଣ୍ଟ ପ୍ରାୟର ଟୁ 11/2/2011 ହୋଇଥିବ, ଦେଖନ୍ତୁ ଉପରୋକ୍ତ ମସିହା ପୂର୍ବରୁ ଗ୍ରାଜୁଏଟ୍ ଟିଚର ହୋଇଥିବେ, ଅର୍ଥାତ୍ ଫେବୃଆରୀ 11 ମସିହା ଠାରୁ ପୂର୍ବରୁ ସେମାନେ ଗ୍ରାଜୁଏଟ୍ ହୋଇଥିବେ, ତେବେ ଆପଣଙ୍କର ଓଟିଟି 2 ପେପର ଆବଶ୍ୟକତା ନାହିଁ, ସେମାନେ ଗ୍ରାଜୁଏଟ୍ ଟିଚର ହୋଇପାରିବେ। ସେହିଭଳି ଦେଖନ୍ତୁ, ଗ୍ରାଜୁଏଟ୍ ହୋଇନଥିବା ଟିଚର ଓଟିଟି 2 ପାସ୍ କରିବାକୁ ପଡ଼ିବ, ନଚେତ୍ ଗ୍ରାଜୁଏଟ୍ ଟିଚର ହୋଇପାରିବେ ନାହିଁ। ଆପଣ ଗ୍ରାଜୁଏଟ୍ ଟିଚର ହୋଇନଥିଲେ ଆପଣଙ୍କୁ କମ୍ପଲସରି ପେପର 2 ପାସ୍ କରିବାକୁ ପଡ଼ିବ। 11 ଫେବୃଆରୀ 2 ପରେ ଯଦି ଆପଣ ଗ୍ରାଜୁଏଟ୍ ହେଉଛନ୍ତି, ତେବେ ଆପଣମାନେ ପେପର 2 ଦେଇପାରିବେ ଏବଂ ଗ୍ରାଜୁଏଟ୍ ଟିଚର ହେବେ। ଯେଉଁମାନେ ହାୟର କ୍ୱାଲିଫିକେସନ BA BSc ଇନ୍ ସର୍ଭିସରେ କରିଥିବେ 11/2/2011 ପରେ ଅପସନ୍ ନେବେ ଗ୍ରାଜୁଏଟ୍ ଟିଚର ହେବା ପାଇଁ, ସେମାନଙ୍କୁ ଓଟିଟି ପେପର 2 ପାସ୍ କରିବାକୁ ପଡ଼ିବ। ସିନିୟରିଟି ସେମାନଙ୍କର ଓଟିଟି ପେପର 2 ପାସ୍ କରିବା ଠାରୁ ଧରାଯିବ। ଯଦି ଶିକ୍ଷକ ଆପଏଣ୍ଟ ପୋଷ୍ଟ 11/2/2011 ଯଦି ଗ୍ରାଜୁଏଟ୍ ୱିଥ୍ ପେପର 2 କ୍ୟାନ୍ ବି ଅଲସୋ ପ୍ରମୋଟେଡ୍ ଗ୍ରାଜୁଏଟ୍ ଟିଚର ଆର୍ଟ୍ସ ସାଇନ୍ସ। ଯଦି ଆପଣଙ୍କର ଆପଏଣ୍ଟ 11/2/2011, ତେବେ ଆପଣ ପେପର 2 ଦେବେ। ନନ୍ ଗ୍ରାଜୁଏଟ୍ ଟିଚର ୱିଦାଉଟ୍ ପେପର 2 କ୍ୟାନ୍ ନଟ୍ ବି ପ୍ରମୋଟେଡ୍ ଗ୍ରାଜୁଏଟ୍ ଟିଚର ଆର୍ଟ୍ସ ସାଇନ୍ସ। ଯେଉଁମାନେ ଓଟିଟି ପେପର 2 କରିନଥିବେ ଗ୍ରାଜୁଏଟ୍ ହେଇ, ସେମାନଙ୍କୁ ଗ୍ରାଜୁଏଟ୍ ଟିଚର ଧରାଯିବ ନାହିଁ। ତ ଏହିଭଳି ଭାବରେ ଆପଣଙ୍କୁ ଏଇ 2023 ମସିହାର ଲେଟରଟି ଆପଣଙ୍କୁ କ୍ଲାରିଫାଇ କରୁଛି ଯେ ଆପଣଙ୍କର ପେପର 2 କିମ୍ବା ଆପଣଙ୍କର ଓଟିଟି ଦେବେ କି ନ ଦେବେ, ସେହି ଅନୁସାରେ ଆପଣଙ୍କର ପ୍ରମୋଶନ ହେବ।